किए सुदाम चरण जेना दयाकोरी आसतु सुदाम चरण जेना संघर प्रेसिडेंट अच्छा अन्य मानक निवेदन करी दयाकोरी मंच उपरक आसतु जो मानक नाम घोषणा कली संबंधित शिक्षक माने शिक्षक आम हूँ नमस्य प्रणम्य दयाकोरी से आसतु मंच उपरक आसतु एवं कार्यक्रम को आगे नापी सहायक हूँ यह निवेदन करी। सर माने सर विलंब करंतु नहीं दयाकोरी आसतु सर माने विलंब करंतु नहीं बहु वक्ता अच्छा से पाखर किसी शुणापी आमर उत्कंठा अच्छी दयाकोरी आपण आसतु धन्यवाद सार माने आसी मंच रे उपस्थित हो सारे। आपण मानकर सामग्री कौन अच्छी दयाकोरी आणतु छात्र छात्री मानक अनुरोध। आउ एक संवर्धित प्रतिभा अवसर प्राप्त प्रधान शिक्षक शरचंद्र साहू को निवेदन करी से मध्य मंच उपरक आसवे। शरचंद्र साहू महोदय शरद साहू को निवेदन करी से मंच उपरक आसवे। यदि उत्तरीय थी आणतु पिला माने। अभिराम मल्ल सार मध्य मंच उपरक आसतु अवसर प्राप्त शिक्षक आमर रत्नगिरी उच्च प्राथमिक विद्यालय पटना उच्च प्राथमिक विद्यालय जड़े सफल प्रधान शिक्षक भाव में से आम पाखे अच्छा दयाकोरी ऊपर को आसतु मंच को आसतु संवर्धना कार्यक्रम में जोग दिंतु। बर्तमान संवर्धना कार्यक्रम समाप्त घटी आपण अनुरोध करी मंचासीन होगापी निज निज स्थान सॉरी निज निज आसन ग्रहण करंतु। समस्त सम्मानित व्यक्तित्व निज निज आसन ग्रहण करंतु। वर्तमान संवर्धना कार्य समाप्त घटी। आमे अधुना एक कृपासिंधु उच्च विद्यालय राउतसाहीर ए रौप्य जयंतीर प्रथम दिवस रे ए सभारे सभापत्य करुवा कृपासिंधु उच्च विद्यालय प्रधान शिक्षक श्रीजुक्त अशोक कुमार दास महोदय मंचरे उपस्थित अछंती टिके पूर्व वक्तव्य दौथिले जे मुख्य वक्ता हिसाब से परिणति बयस 75 वर्ष मध्य जो वक्तव्य रखुले श्रीजुक्त भाग्यधर सार एवं ए विद्यालय प्रतिष्ठाता 1983 मसीह आरंभ होता है विद्यालय प्रतिष्ठाता जी थे
2025 ମସିହାରେ ମଧ୍ୟ ସିଏ ଅଛନ୍ତି ଶ୍ରୀଯୁକ୍ତ ଉତ୍ସବ ବାବୁ ଏବଂ ମଞ୍ଚରେ ଉପସ୍ଥିତ ଅଛନ୍ତି ଅର୍ଜୁନ ସାର୍। ମୁଁ ମଧ୍ୟ ସାର୍ଙ୍କୁ ଆଉ ଗୋଟେ ମିଟିଂରେ ମଧ୍ୟ ସାର୍ଙ୍କ ସହିତ ବସିଥିଲି। ମଞ୍ଚରେ ଉପସ୍ଥିତ ଅଛନ୍ତି ମକର ଧ୍ୱଜ ସାହୁ ଏବଂ ବିଦାୟ ନେଇଛନ୍ତି ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ଡିଷ୍ଟ୍ରିକ୍ଟ ସାଇନ୍ସ ସୁପରଭାଇଜର। ଆଜିର ମୁଖ୍ୟ ଅତିଥି ଯେ ମାନ୍ୟବର ସାଂସଦ ଥିଲେ ସେ ମଧ୍ୟ ବିଦାୟ ନେଇଛନ୍ତି ଟିକେ ପୂର୍ବରୁ। ଏବଂ ମଞ୍ଚରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଆମ ସଂଗଠନର ଯିଏ ପ୍ରାକ୍ତନ ସମ୍ପାଦକ କେନ୍ଦ୍ରାପଡ଼ା ଏଇ ମାଟିର ଏଇ ଗାଁର ପୁଅ ନିର୍ମଳ ନାୟକ ମହୋଦୟ, ନିର୍ମଳ ଜେନା ଏଇ ବରିର ଯିଏ ସମ୍ପାଦକ ଅଛନ୍ତି ରାଜ୍ୟର ପ୍ରଶ୍ନପତ୍ର ଦାୟିତ୍ୱରେ ନିର୍ମଳ ଜେନା ମହୋଦୟ ଏବଂ ଏବିଓ ଶଶିକାନ୍ତ ମିଶ୍ର ମହୋଦୟ। ମଞ୍ଚରେ ଉପସ୍ଥିତ ଅଛନ୍ତି ଆଲୁମିନି କମିଟିର ପରିଚାଳନା କମିଟିର ସଭାପତି ଯେଉଁମାନେ କି ସମ୍ବର୍ଦ୍ଧିତ ହୋଇଛନ୍ତି ଏବଂ ଏଠି ସମ୍ବର୍ଦ୍ଧିତ ହୋଇଥିବା ପ୍ରଥମ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ପୀତାମ୍ବର ସାହୁ ମହୋଦୟ ଏବଂ ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭା ଯେଉଁମାନେ ଆଜି ଏଠି ସମ୍ବର୍ଦ୍ଧିତ ହୋଇଛନ୍ତି ସମସ୍ତ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ଏ ଅଞ୍ଚଳର ଏ ବିଦ୍ୟାଳୟର ଏ ଗାଁର ସମସ୍ତ ସମ୍ବର୍ଦ୍ଧିତ ଶିକ୍ଷକ ବନ୍ଧୁ ଏବଂ ଆମ ବରୀ ବ୍ଲକର ସଭାପତି ରବୀନ୍ଦ୍ର କୁମାର ପତି ମହୋଦୟ ଯିଏକି ଦୀର୍ଘ ସମୟ ଧରି ପ୍ରଥମରୁ ଏଠି ଉପସ୍ଥିତ ଅଛନ୍ତି। ସମ୍ମୁଖରେ ଉପସ୍ଥିତ ଥିବା ଏ ବିଦ୍ୟାଳୟକୁ ଭଲ ପାଉଥିବା ଶିକ୍ଷକମାନଙ୍କୁ ଭଲ ପାଉଥିବା ଶିକ୍ଷାଦାନକୁ ଭଲ ପାଉଥିବା ଶିକ୍ଷକକୁ ସମ୍ମାନ ଦେଉଥିବା ଏବଂ ଇତିହାସର ପୁନରାବୃତ୍ତି କରିଥିବା ଏଠି ଉପସ୍ଥିତ ଥିବା ସମସ୍ତ ଛାତ୍ରୀ ଛାତ୍ର ପୁରାତନ ଛାତ୍ରଛାତ୍ରୀ ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ଏ ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସର୍ବୋପରି ଭାବରେ ଗଣମାଧ୍ୟମର ସମସ୍ତ ପ୍ରତିନିଧି ଯେଉଁମାନେ କି ନେଇ ରାଜ୍ୟରେ ବାର୍ତ୍ତାକୁ ପହଞ୍ଚିଥାନ୍ତି ସମସ୍ତଙ୍କୁ ମୋ ତରଫରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଗଠନ ଅନୁଷ୍ଠାନ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଅନେକ ଅନେକ ଅଭିନନ୍ଦନ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଛି। ପିଲାମାନେ ସାର୍ କହିଲା ବେଳେ ଶୁଣୁଥିଲ ଆମେ ସମସ୍ତେ ଜାଣିଛେ ଶିକ୍ଷକ ଯେଉଁମାନେ ଟିକେ ଠିଆ ହେଇଛେ ପଛରେ ଟିକେ ଦୟାକରି ବେଶୀ ସମୟ ନେବିନି 10 ମିନିଟ୍ ବି ବସିବ 10-15 ମିନିଟ୍। ପିଲାମାନେ ଯେଉଁମାନେ ଗପ କରୁଛ ପଛ ଆଡ଼ିକି ପୁରାତନ ଛାତ୍ରଛାତ୍ରୀ ଯେଉଁମାନେ ଛାତ୍ରୀମାନେ ଗପ କରୁଛ ଟିକେ ପଛରେ ବସିଯାଅ। ମୁଁ ଏଠି ଅନୁଭବ କରୁଛି ଅଧିକାଂଶ ମହିଳା ଏବଂ ଝିଅମାନେ ଅଛନ୍ତି ଉପସ୍ଥିତ ଅଛନ୍ତି। ନିଶ୍ଚିତ ଭାବରେ ଏଇଟା ହେଉଛି ଗୋଟେ ଆମ ପାଇଁ ଗୋଟେ ମହାନ କଥା ଯେଉଁ କଥା ଆମେ କହୁଛେ ବର୍ତ୍ତମାନ ମହିଳାମାନଙ୍କୁ ସଶକ୍ତିକରଣ କରୁଛେ ଏ ହେଉଛି ତାର ନମୁନା ଏ ହେଉଛି ତାର ନମୁନା। ଏଇଥିପାଇଁ ମହିଳା ସଶକ୍ତିକରଣ କରୁଥିଲା ଆଜି ମହିଳାଙ୍କ ସଂଖ୍ୟା ଏଠି ଅଧିକ ଅଛି 75% ମହିଳା ଅଛନ୍ତି ଝିଅ ହୁଅନ୍ତୁ ବା ପୁରାତନ ଛାତ୍ରୀମାନେ ହୁଅନ୍ତୁ। ଏ କଥା କହିଲା ବେଳେ କାହିଁ କହୁଛି ନା ଆମେ ସମସ୍ତେ ପୁରାତନ କଥାକୁ ଏଠି ରୋମାଞ୍ଚନ କରୁଥିଲେ। ଗୁରୁକୁଳ ଆଶ୍ରମ କଥା ମନେ ପକାଇବା ଗୁରୁଙ୍କୁ ନମଣି ମନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଆମେ ସେତିକିବେଳେ ମୁଁ ଅନୁଭବ କରୁଥିଲି ବୋଧେ ଏଠି ଗୁରୁକୁଳ ଆଶ୍ରମଟା ବର୍ତ୍ତମାନ ଆଜି ଅନୁଭବ ହେଉଛି ସେଇ ଦ୍ରୋଣ ଗୁରୁ କି ସେଇ ଅରୁଣୀ ଯେଉଁମାନେ ସେଇ କଥାକୁ ଅନୁଭବ କରୁଥିଲେ ପାଦ ଧୋଇ ଦେଉଥିଲେ ଇଏ ହେଉଛି ତାର ଇତିହାସର କୁ ରୋମାଞ୍ଚନ କରୁଛି ଏଠି। ତେଣୁ ଆମ ସମସ୍ତଙ୍କ ମନରେ ପ୍ରକୃତରେ ଯଦି ସେଇ ଭାବନା ରହିବ ତାହେଲେ ଶିକ୍ଷକ ଜାତିର ସମ୍ମାନ ରହିବ ଏବଂ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ ଏବଂ ଆମେ ଯେଉଁ ଆଶା କରୁଛେ ଆଗାମୀ ଦିନରେ ଏଠି ଶିକ୍ଷକ ନିଯୁକ୍ତି ହେବ। ସେ ଶିକ୍ଷକ ନିଯୁକ୍ତି ପାଇଁ ଆମ ସମସ୍ତଙ୍କର ପ୍ରଚେଷ୍ଟା ରହିବାର ଆବଶ୍ୟକତା ଅଛି। ଆମେ ଯେ ସିଲଭର ଜୁବୁଲି ପାଇଁ ଏକାଠି ହେଇନାହେଁ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ଏକାଠି ହେବାର ଆବଶ୍ୟକତା ଅଛି। এইଥିପାଇଁ କହୁଛି
ये तो एक निरा ढंगर आपण मैंने करुँच निश्चित भाव में एभली कार्यक्रम बोधे ओडिशा रे कोई जगह नथिबो किंतु सिल्वर जुबली आपण मैंने कर बहुत धन्यवाद देवी समस्त प्राक्तन छात्र छात्री एवं आलुमिनी कमिटर समस्त सभ्य सभ्य परिचालना कमिटर सभ्य सभ्य को ये दयाक जोर से करताल टे दब कारण ये कार्यक्रम कर किंतु दुख हूँ कौन आम करुचे केबे 42 वर्ष करुचे निश्चित भाव किसी घात प्रतिघात अच्छी सिल्वर जुबली आम 25 वर्ष 26 वर्ष भीतर पालन करने कथा आ 8 वर्ष पर आप करेंगे गोल्डन जुबली मात्र 8 वर्ष पर मु निश्चित भाव आशा रखी आउ 8 वर्ष पर आप गोल्डन जुबली 8 अधिक संख्यार करिए बोली मु निश्चित भाव आशा रखी बहु संख्यार जी बर्तमान जो उपस्थित अच्छा यदि से भावना रहे ताल एक्जाक्ट 50 वर्ष आपणकर गोल्डन जुबली यही विद्यालय पालित हम यही कामना करी निश्चित भाव में आपण मैंने एक स्मृति सिधु उन्मोचन करछंती निश्चित भाव में स्वागत योग्य पदक्षेप से पत्रिका उन्मोचन हवा बड़ कथा नुह पत्रिका कौन अच्छी गुरु मैंने कौन लिखिं पुरातन छात्र छात्री मैंने कौन लिखिं ताको पढ़िबार आवश्यकता अच्छी ग्रहण कर आवश्यकता अच्छी एवं निज कार्य लगे आवश्यकता अच्छी आम समस्त जाचे गोटे शिक्षक काम कौन शिक्षक जितक एलाबोरेट करवा शिष्टाचार क्षमा कर्तव्य एतक नथिले कारण जो शिक्षक दंड दिए से शिक्षक पुणी क्षमा दिए कारण शिक्षक बार सब कथा अच्छी से दंड दे जाने पुणी पिला डाकिक स्नेह दिए खाली दंड कारण दंडिया शक्ति जार थाई से पुणी क्षमा आचर कर्तव्य आम कर्तव्य आम अवहेला करूने तो आम समस्त चेष्टा कर दरकार जी जो जगह अच्छे खाली मुझे शिक्षक कथा कहूना आम अभिभावक हूँ आम परिचालन कमिटर सदस्य हूँ आम राजनेता हूँ आम डॉक्टर हूँ इंजीनियर हूँ जो मैंने आज ये जाइछंती आम आम कर्तव्य अवहेला करुचे कि यदि कर्तव्य आम अवहेला करुए छात्रटी हेले मध्य समस्ते चिंता कर दरकार मो कर्तव्य कौन मु शिक्षक हिसाब से पाठ पढ़ेबी पिलांकर भविष्य गढ़ी छात्र कर्तव्य कौन मु गुरुंकर जहाँ कहते भल कथा को ग्रहण करी खराब कथा को भूलीजी आजिका डेट्रे कौन हो आजिका डेट्रे आम मोबाइल की ग्रहण करुचे एवं टीवी की देखुचे से खराब कथा शिखुचे मोबाइलटा देखा बड़ कथा नुह मोबाइल रु भल कथा शिखा हूँ बड़ कथा पिला माने समस्ते टिके ध्यान सहकारे शुण आज मोबाइल जुगरे एबे तो ऑनलाइन रे पाठ पढ़ा चली जेहेतु विद्यालय छुट्टी अच्छी से ऑनलाइन पाठ पढ़ा बेले आम जदि ऑनलाइन पाठ पढ़ी खराब कथा को ग्रहण करवा ताले से पाठर किसी माने ना तेणु दयाकोरी मोर निवेदन पिला मानकु निश्चित भाव में बापा माँ पाखे बसिक मोबाइल देख एवं मोबाइल रे पाठ पढ़ निश्चित भाव अभिभावक अभिभाविका मैंने देखुवे से अनुभव कर पिला कौन करुच्ची केते पाठ पढ़ुची एवं केते साठ को ग्रहण करुच्ची दयाकोरी समस्ते से दिगरे आम सचेतन हवा पिला माने चेष्टा करवा आवश्यक को अनुभव करी मोबाइल की ग्रहण करवा बा व्यवहार करवा महात्मा गांधी कही तीनोटी कथा समस्तଙ୍କର जानीचे आम समस्ते तीनोटी मांकड़ कथा कौन से मांकड़ कथा खराब कथा देखिबिनी खराब कथा शुणिबिनी खराब कथा कहबिनी करुचे कौन तीनोटी कथा को आम भूली जाइए आम खराब कथा को आग देखुचे एवं खराब कथा पार्टी धरुचे खराब कथा को मध्य शुणी ताको ग्रहण करी आउ दीपद कथा कहूचे तेणु दयाकोरी से मांकड़ मानकर जो चित्र महात्मा गांधी जो कथा कही आम ताको अनुभव करवा आजिर काम आज करवा आसंता कालीर काम आज करवा जितेबाला ए कथा करवा तेणु आमर कर्तव्य रे टिके अवहेला करवा ना कारण कर्तव्य अवहेला कले ईश्वर आमको क्षमा देवे ना ईश्वर निकट में दंडित हवा तेणु से पिला माने कथार अच्छी थिले था पछे गुण हजार चरित्र नथिले सबु असार पिला माने से चरित्र को निश्चित भाव में केबेले दाग हवा को दब ना कारण थरे चरित्र दाग लगिगले जमी लुगारे थरे दाग लगिगले छाड़ेनी सेमती चरित्र छाड़िया बहु कष्ट हुए सेमती चरित्र थरे दाग लगिगले से सहजरे छाड़ब ना तेणु से निश्चित भाव में चेष्टा कर भल पिला हाँपाई भल मनीष हाँपाई
ଏ ଅଞ୍ଚଳର ନାଁ ରଖିବ, ଏ ସମାଜର ନାଁ ରଖିବ, ଏ ବିଦ୍ୟାଳୟର ନାଁ ରଖିବ। କାରଣ ଏ ମାଟି ହେଉଛି ଏ ବରୀ ମାଟିର କିଛି ଇତିହାସ ଅଛି। ଏ ରତ୍ନଗିରି ପାହାଡ଼ ପର୍ବତର ଐତିହାସିକ କଥା ଯେମିତି ଅଛି, এই ବରୀ ମାଟି ଅନେକ କବି, ଅନେକ ସାହିତ୍ୟିକ, ଅନେକ ଗାଳ୍ପିକ, ଅନେକ ସ୍ୱାଧୀନତା ସଂଗ୍ରାମୀ ଏଇଠାରୁ ବାହାରିଛନ୍ତି। ତୁମମାନଙ୍କ ପାଖରେ ମଧ୍ୟ ନଥିବ ବୋଲି ଆମେ କହିପାରିବା ନାହିଁ। ନିଶ୍ଚିତ ଭାବରେ ତୁମ ପାଖରେ ସେ କଳା ଅଛି। ଆଉ ଅଭିଭାବକମାନଙ୍କୁ ମୋର ଅନୁରୋଧ, ପିଲାଟି ଯେଉଁ ଦିଗରେ ଚାହୁଁଛି ତାକୁ ସେଇ ଦିଗରେ ପାଠ ପଢ଼ିବାକୁ ଚେଷ୍ଟା କରନ୍ତୁ, ତାକୁ ବିରୋଧ କରନ୍ତୁ ନାହିଁ। କାହିଁକି ନା ପିଲାର ଯଦି ଥରେ ବିଗିଡ଼ି ଗଲା, ସେ ଯେ ଚାହୁଁଥିବ ତା'ର ଗୀତ ଭଲ ହେଉଛି, ନାଚ ଭଲ ହେଉଛି, କଳାରେ ଭଲ ବିକାଶ କରୁଛି ବା ଇଞ୍ଜିନିୟର ପଢ଼ିବାକୁ ଚାହୁଁଛି, ତାକୁ ସେଇ ଦିଗରେ ଆଗେଇ ନିଅ, ତାହେଲେ ପିଲାଟି ନିଶ୍ଚିତ ଭଲ କରିବ ଏବଂ ସେ ଦିଗରେ ଆମେ ତାକୁ ସାହାଯ୍ୟ କରିବା। ସାର୍ କହୁଥିଲେ 2020 ଜାତୀୟ ଶିକ୍ଷାନୀତି ସମ୍ପର୍କରେ ସରକାର ଏକ ଜାତୀୟ ଶିକ୍ଷାନୀତି ଆଣିଛନ୍ତି, ତାକୁ ଇମ୍ପ୍ଲିମେଣ୍ଟେସନ୍ କରୁଛନ୍ତି 1/4/2026ରୁ। ସେ ଜାତୀୟ ଶିକ୍ଷାନୀତି କ'ଣ? 25ରୁ ଜାତୀୟ ଶିକ୍ଷାନୀତି କ'ଣ? ଆଜି ଶିଶୁ ବାଟିକା ଅଙ୍ଗନବାଡ଼ି ଯେଉଁ ଚାଲିଥିଲା, ସେ ଶିଶୁ ବାଟିକାର ପିଲାମାନେ ବର୍ତ୍ତମାନ ବିଦ୍ୟାଳୟରେ ଆସି ପଢ଼ିବେ। ଅଙ୍ଗନବାଡ଼ି ରହିବନି, ଆଉ ଶିଶୁ ବାଟିକା ସେଠି ଚାଲିବ ଏବଂ ତାକୁ ପଢ଼ିବ କିଏ? ତା ପାଇଁ ଶିକ୍ଷକ ନିଯୁକ୍ତି ହେବ। ଏ ବ୍ୟବସ୍ଥା ହେବ 5-3-3-4। ତେଣୁ ଆମେ ସେଇ ଦିଗରେ ଯଦି ନିଜକୁ ସଜାଗ ନ କରିବା, ଆଗାମୀ ଦିନରେ ବଡ଼ ବିପଦ ଆମକୁ ସୃଷ୍ଟି ହେଉଛି। 4 ବର୍ଷ ଆପଣଙ୍କର ଗ୍ରାଜୁଏସନ୍ ହେଇଗଲା, +2 ପର୍ଯ୍ୟନ୍ତ ଆପଣଙ୍କର ସେକେଣ୍ଡାରୀ ଲେଭେଲ୍। ଏ ସମସ୍ତ କଥାକୁ ଆମକୁ ବୁଝିବାର ଆବଶ୍ୟକତା ଅଛି। +2 ପର୍ଯ୍ୟନ୍ତ ସେକେଣ୍ଡାରୀ ଲେଭେଲ୍, ହାୟର ଲେଭେଲ୍ 4 ବର୍ଷ, 12 ବର୍ଷ ପର୍ଯ୍ୟନ୍ତ ଆପଣ ସେକେଣ୍ଡାରୀ ରହିଲେ। ତେଣୁ ଆମେ ସମସ୍ତେ ଆଗାମୀ ଦିନରେ ଚେଷ୍ଟା କରିବା ଦରକାର ଯେ ଏଇ ଯେଉଁ ଶିକ୍ଷାନୀତି ଆସିଛି, ଏ ଶିକ୍ଷାନୀତି ଆମ ପାଇଁ କେତେ ବିପଦ ହେଉଛି। କିଛି ଭଲ କଥା ଅଛି, ଶିକ୍ଷକର ନିଯୁକ୍ତି ବ୍ୟବସ୍ଥା ନାହିଁ। 4 ପ୍ରକାରର ସ୍କୁଲ ଚାଲିଛି ବିଦ୍ୟାଳୟରେ। ଓଡ଼ିଶାରେ ଅନଏଡେଡ୍ ସ୍କୁଲ, ଯେଉଁମାନେ ଜମା ଟଙ୍କା ପାଉନାହାନ୍ତି, 194 ହାଇସ୍କୁଲ, ତାଙ୍କ ପାଇଁ ସଂଘର୍ଷ ଚାଲିଛି। 13 ମସିହାରୁ ଅନୁଦାନ ଆଇନରୁ ବଞ୍ଚିତ ହୋଇଛନ୍ତି। ଦୀର୍ଘ 12 ବର୍ଷ ପରେ ମଧ୍ୟ ସରକାର, ଗତ ସରକାର ଦେବେ ବୋଲି ଚାଲିଗଲେ। ଏ ସରକାରଙ୍କ ପାଖରେ ଦାବି ହେଇଛି, ଆଲୋଚନା ହେଇଛି, ଖୁବ୍ ଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, କାର୍ଯ୍ୟକାରୀ ହେଇନାହିଁ। ଦ୍ୱିତୀୟ ସ୍କୁଲଟି ହେଉଛି ନ୍ୟୁ ଏଡେଡ୍, ଯାହାକୁ ଆମେ କହୁଛେ 2551 ହାଇସ୍କୁଲ, 940 ଏମ୍ଇ ସ୍କୁଲ, 131 ସାଂସ୍କ୍ରିଟ୍ ହୋଲ୍, ବାକି ମାଦ୍ରାସା 131, ସାଂସ୍କ୍ରିଟ୍ ହୋଲ୍ ହେଉଛି 39। ଏ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସେଇ ବ୍ୟବସ୍ଥା, ନିଯୁକ୍ତିର ବ୍ୟବସ୍ଥା ନାହିଁ। ଏ ବିଦ୍ୟାଳୟଗୁଡ଼ିକୁ ସରକାର ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣ ଅନୁଦାନ ପରିସରଭୁକ୍ତ କରିନାହାନ୍ତି। ଏମାନେ ଅବସର ନେଲା ପରେ ପେନ୍ସନ୍ ନାହିଁ, ଅବସରକାଳୀନ ସୁବିଧା ନାହିଁ, ଚାକିରି ସର୍ତ୍ତାବଳୀ ନାହିଁ। ସେ ଦିଗରେ ମଧ୍ୟ ସରକାରଙ୍କ ସହିତ ଆଲୋଚନା ହେଇଛି, କାର୍ଯ୍ୟକାରୀ ହେଇପାରୁନାହିଁ। ଠିକ୍ ସେହିପରି ଭାବରେ ଆପଣଙ୍କର ବିଦ୍ୟାଳୟଟି ଏ ହେଉଛି ଏକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ। ଆଜି ସ୍ୱର୍ଗତ ବିଜୁ ବାବୁ ନାହାନ୍ତି। ଯେତେବେଳେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସେତେବେଳେ 3012 ସ୍କୁଲ 1994 1694ରୁ 1794ରୁ 3012 ସ୍କୁଲକୁ ସରକାରୀକରଣ କରିଥିଲେ। 94 ମସିହା ଠାରୁ ଆଜି ପର୍ଯ୍ୟନ୍ତ ନବୀନ ବାବୁଙ୍କ ସରକାର 24 ବର୍ଷ ଗଲା। ଏ ସରକାର 1 ବର୍ଷ ପୂର୍ତ୍ତି ପାଳନ କରିବ 12 ତାରିଖରେ। ଗୋଟିଏ ବିଦ୍ୟାଳୟ ସରକାରୀକରଣ ହେଇପାରିନାହିଁ। ଆଉ 94 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଆଉ କୌଣସି ବିଦ୍ୟାଳୟ ସରକାରୀକରଣ ହେଇପାରିନାହିଁ। ସେଇ 3012 ସ୍କୁଲ ସରକାରୀକରଣ ହେଇଥିଲେ ଏବଂ ସେହି ସମୟର କଥା ମୁଁ କହୁଛି। 1694ରେ ଏ ବିଦ୍ୟାଳୟଟି ଆପଣଙ୍କର ଯେଉଁ ବିଦ୍ୟାଳୟ 610 କାଟାଗୋରୀ ପୂର୍ଣ୍ଣ ଅନୁଦାନ ପରିସରଭୁକ୍ତ ହେଇଛି ଏବଂ ସେହି ବିଦ୍ୟାଳୟରୁ ଅନେକ ଶିକ୍ଷକ ଅବସର ନେଇଗଲେଣି। ତାର ମଧ୍ୟ ନିଯୁକ୍ତିର ବ୍ୟବସ୍ଥା ନଥିଲା। ସରକାରୀକରଣ ହେବ ବୋଲି ବାରମ୍ବାର ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀକରଣ ହେଇପାରିନାହିଁ। ଆମେ ସେଇ କଥା ସରକାରଙ୍କ ନିକଟରେ ଦାବି କରିଥିଲୁ। ମାର୍ଚ୍ଚ ମାସ 24 ମସିହାରେ 1798 ନିଯୁକ୍ତିର ବ୍ୟବସ୍ଥା, ଓଷ୍ଟାର ଆନ୍ଦୋଳନ ଫଳରେ, ଓଷ୍ଟାର ଦାବି ଫଳରେ ନିଯୁକ୍ତିର ବ୍ୟବସ୍ଥା ହେଇଥିଲା, ଯେଉଁଥିରେ କି ଆପଣଙ୍କ ବିଦ୍ୟାଳୟରେ ମାତ୍ର 2 ଜଣ ନିଯୁକ୍ତି ପାଇଛନ୍ତି। ସାରା ଓଡ଼ିଶାରେ 1798ର ନିଯୁକ୍ତି ଥିଲା, 2064ଟି ଖାଲି ଥିଲା। ବାକି ଯେଉଁମାନଙ୍କର ଅଛି ସେମାନଙ୍କ ମଧ୍ୟ ନିଯୁକ୍ତିର ବ୍ୟବସ୍ଥା ହେବ ନିଶ୍ଚିତ ଭାବରେ। ମୋତେ କହୁଥିଲେ ସାର୍ କହିଲା ବେଳେ, ସାଂସ୍କ୍ରିଟ୍ର ସଂସ୍କୃତ ଟିଚର କେହି ନାହାନ୍ତି,
ଏବଂ ସାଇନ୍ସ ଟିଚର କେହି ନାହାନ୍ତି। ନିଶ୍ଚିତ ଭାବରେ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଏ ଦୁଇଟି କଥାକୁ ଗୁରୁତ୍ୱ ଦେଇ ସଂଗଠନ ହିସାବରେ ରାଜ୍ୟର ନେତୃତ୍ୱ ହିସାବରେ ମୁଁ ନିଶ୍ଚିତ ସରକାରଙ୍କୁ ଦାବି କରିବି ତୁରନ୍ତ ଏହି ନିଯୁକ୍ତି ବ୍ୟବସ୍ଥା କରାଯାଉ ଏବଂ ଦରକାର ପଡ଼ିଲେ ଡେପୁଟେସନରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କହି ସେ କଥା ମଧ୍ୟ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବୁ। କାରଣ ଆଉ କିଛି ଦିନ ପରେ ଏବେ ଭ୍ୟାକେନ୍ସି ସରକାର ନେଇଛନ୍ତି 6000 ସମଥିଙ୍ଗ 6036 ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ ମାନେ ଆପଣମାନଙ୍କର ଭଳି ଯେଉଁ 610 ବିଦ୍ୟାଳୟ 1798 ପରେ ଆହୁରି କିଛି ଖାଲି ହେଇଗଲାଣି ଏବଂ ନ୍ୟୁ ଏଡେଡ୍ ହାଇସ୍କୁଲ ଯେଉଁ 2511 ଅଛି 2553 ଅଛି ସେ ବିଦ୍ୟାଳୟ ଗୁଡ଼ିକରେ 6000ରୁ ଉର୍ଦ୍ଧ୍ୱ ଅବସର ନେଇଗଲେଣି ଏବଂ ଭ୍ୟାକେନ୍ସି ସେଠି ଅଛି ଲୋକ ମରିଗଲେଣି। ସେ ବିଦ୍ୟାଳୟର ନିଯୁକ୍ତି ପାଇଁ ସରକାରଙ୍କ ସହିତ ଆଲୋଚନା କରିଛୁ। ଖୁବ୍ ଶୀଘ୍ର ଏସ୍ଏସ୍ସି ମାଧ୍ୟମରେ ସେ ବାକି ବ୍ୟବସ୍ଥା ହେବ। 2600 ଏବେ ନିଯୁକ୍ତି କରିବେ ଏସ୍ଏସ୍ସି ମାଧ୍ୟମରେ ତାର ବ୍ୟବସ୍ଥା କରିଛନ୍ତି। ନିକଟରେ 5 ତାରିଖରେ ପିଜିଟି କଥା କରିଛୁ ସରକାର। ଆମେ କହିଛୁ ତୁରନ୍ତ এই ବିଦ୍ୟାଳୟଗୁଡ଼ିକ ନହେଲେ ଭାଙ୍ଗିଯିବାକୁ ଅବସ୍ଥା ବସିଲାଣି। ଠିକ୍ ସେହିପରି ଭାବରେ ସବୁ ବିଦ୍ୟାଳୟକୁ ଯଦି ସରକାରୀକରଣ କରିଦିଆଯିବ ସରକାରଙ୍କୁ କହିଛୁ ଗୋଟେ ଐତିହାସିକ ପଦକ୍ଷେପ ନିଅନ୍ତୁ ଯାହା ସ୍ୱର୍ଗତ ବିଜୁବାବୁ ନେଇଥିଲେ ଆପଣ ମଧ୍ୟ ଏକ ଡ୍ରାଷ୍ଟିକ୍ ଷ୍ଟେପ୍ ନିଅନ୍ତୁ। ଦୀର୍ଘ 31 ବର୍ଷ ପରେ ସବୁ ବିଦ୍ୟାଳୟକୁ ଯଦି ସରକାରୀକରଣ କରିଦିଆଯାଆନ୍ତା ତାହେଲେ ଏଠି ନିଯୁକ୍ତିର ବ୍ୟବସ୍ଥା ହୁଅନ୍ତା, ଏଠି ଶିକ୍ଷକର ଅଭାବ ରହନ୍ତାନି, ଏଠି ଶିକ୍ଷକତାର ନ୍ୟାଯ୍ୟ ପ୍ରାପ୍ୟ ପାଆନ୍ତା। ଏହି କଥା ସରକାର ଗୋଟେ ଦାବି କରୁଛୁ ଏବଂ ଏ ଦିଗରେ ମଧ୍ୟ ସରକାରଙ୍କର ବିଚାରାଧୀନ ଅଛି। ଖୁବ୍ ଶୀଘ୍ର ସେ ଦିଗରେ ମଧ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆମେ ଆଶା ରଖିଛୁ, ନଚେତ୍ ଦୁର୍ବାର ଆନ୍ଦୋଳନ କରାଯିବ। ଯଦି ସରକାର ଏଥିରେ ଭ୍ରୂକ୍ଷେପ କରନ୍ତି ଆମ କଥାକୁ କର୍ଣ୍ଣପାତ ନ କରନ୍ତି ତାହେଲେ ସେତେବେଳେ ଆମେ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ନେବୁ, ପରିଚାଳନା କମିଟିର ସହଯୋଗ ନେବୁ, ପୁରାତନ ଛାତ୍ରଛାତ୍ରୀମାନଙ୍କର ସହଯୋଗ ନେବୁ। ଅଗଷ୍ଟ 16 ତାରିଖ ଦାବି ଦିବସ ଶିକ୍ଷକ ଦାବି ଦିବସ ଆଜି ନାହାନ୍ତି ସ୍ୱର୍ଗତ ଅବନୀ ବରାଳ ନାହାନ୍ତି। ଶିକ୍ଷକର ଦାବି ପାଇଁ ଅଗଷ୍ଟ 16 ଦାବି ଦିବସରେ ବିରାଟ ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀ କୈଳାସ ମହାପାତ୍ର ଏବଂ ଅବନୀ ବରାଳଙ୍କ ଯେଉଁ ଶିକ୍ଷକ ମହାସଂଘ ଆରମ୍ଭ ହୋଇଥିଲା ସେହି ଶିକ୍ଷକ ଦାବି ଦିବସ ଆଜି ପର୍ଯ୍ୟନ୍ତ ଚାଲିଛି ଅଗଷ୍ଟ 16ରେ। ସେହି ଅଗଷ୍ଟ 16 ଦାବି ଦିବସରେ ଏକ ବିରାଟ ସମାବେଶ କରାଯିବ ଯେଉଁ ସମାବେଶ କି ସରକାର ଦେଖିବେ ଯଦି ଶିକ୍ଷକମାନଙ୍କର ସମସ୍ୟାକୁ ପୂରଣ ନ କରନ୍ତି, ଯଦି ନିଯୁକ୍ତିର ବ୍ୟବସ୍ଥା ନ କରନ୍ତି, ଯଦି ସରକାରୀକରଣ ନ କରନ୍ତି, ଯଦି ଅନୁଦାନ ନ ଦିଅନ୍ତି, ଯଦି ପେନ୍ସନ୍ ନ ଦିଅନ୍ତି ତାହେଲେ 50,000 60,000 ଶିକ୍ଷକଙ୍କର ଏକ ବିରାଟ ସମାବେଶ କରାଯିବ ଏବଂ ସେଇଥିରେ ସରକାର ଦେଖିବେ ପ୍ରକୃତରେ ଶିକ୍ଷକ ଜାତି ପୁଣି ଏକ ହେଇକି ଅଛନ୍ତି, ଶିକ୍ଷକ ଭିତରେ ଭାଗ ଭାଗ ନାହିଁ। ଏ କଥା ମଧ୍ୟ ଆପଣମାନଙ୍କର ସହଯୋଗ କାମନା କରିବୁ। ସେହି ସମୟରେ ସମସ୍ତ ଛାତ୍ରଛାତ୍ରୀ ପୁରାତନ ଛାତ୍ରୀ ପରିଚାଳନା କମିଟି ସହଯୋଗ କରିବେ ଏବଂ ଏ ବିଦ୍ୟାଳୟ ମଧ୍ୟ ସରକାରୀକରଣ ହୋଇଯିବ। ଦୁଃଖ ଲାଗୁଛି ଅନେକ ବିଦ୍ୟାଳୟ 5Tରେ ଗଲା କିନ୍ତୁ ଏ ବିଦ୍ୟାଳୟ କିପରି ଭାବରେ ନ ଯାଇପାରିଲା ନାହିଁ। ନିଶ୍ଚିତ ଭାବରେ କିଛି ଅସୁବିଧା ରହିଥିବା ଯୋଗୁଁ ବୋଧେ ମୁଁ ଯାଇ ନାହିଁ ଭାବୁଛି ଯାହା। ତେଣୁ ଏ ସମସ୍ତ କଥାକୁ ଆମେ ସମସ୍ତେ ଚିନ୍ତା କରିବା। ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ପିଲାମାନେ କିପରି ଭାବରେ ଏ ବିଦ୍ୟାଳୟରେ ତାଙ୍କର ଯେଉଁ ପାଠପଢ଼ା ଜାରି ରଖିଛନ୍ତି ଭଲରେ ପଢ଼ିବେ। ଗେଷ୍ଟ ଟିଚର ନିଯୁକ୍ତି ଖୁବ୍ ଶୀଘ୍ର ହେବ। ସରକାରଙ୍କର ଆମେ କହିଛୁ ଖୁବ୍ ଶୀଘ୍ର ଗେଷ୍ଟ ଟିଚର ନିଯୁକ୍ତି କରିବା ପାଇଁ ପ୍ରାୟ 4000ରୁ ଉର୍ଦ୍ଧ୍ୱ ଗେଷ୍ଟ ଟିଚର ନିଯୁକ୍ତି କରାଯିବ। ଯଦି ଯେଉଁମାନେ ଚାହିଁବେ ବିଦ୍ୟାଳୟ ରିଟାୟାର୍ଡ ହୋଇଛନ୍ତି ସେମାନେ ମଧ୍ୟ 65 ବର୍ଷ ପର୍ଯ୍ୟନ୍ତ ଗେଷ୍ଟ ଟିଚର ନିଯୁକ୍ତି ହୋଇପାରିବେ, ତାପରେ ନୁହଁ। ତେଣୁ ସେ ଦିଗରେ ମଧ୍ୟ ଯଦି ଗେଷ୍ଟ ଟିଚର ନିଯୁକ୍ତି ହେଲେ ତାହେଲେ ମଧ୍ୟ ଆପଣଙ୍କର ସମସ୍ୟା ସମାଧାନ ହୋଇପାରିବ। ଆମେ ପିଲାମାନେ ସମସ୍ତେ ଜାଣିଛେ ଓଷ୍ଟା କ'ଣ, ଟିକେ ପିଲା 2 ମିନିଟ୍ ଆଉ ଓଷ୍ଟା କ'ଣ ସମସ୍ତେ ଆମେ ଜାଣିଛେ। ଓଡ଼ିଶା ମାଧ୍ୟମିକ ସ୍କୁଲ ସେକ୍ସନ ଓଷ୍ଟା ଯିଏକି 8ମ 9ମ 10ମ ଟେଷ୍ଟ ପେପର ବାହାର କରିଥାଏ ଏବଂ ଯାହାକୁ କି 90% ପିଲା ସେଥିରୁ ପ୍ରଶ୍ନ ପାଇଥାନ୍ତି ସେଇ ଟେଷ୍ଟ ପେପରରୁ ବୋର୍ଡ଼ରେ ମଧ୍ୟ ସେ ପିଲା ସେଇ ଟେଷ୍ଟ ପେପର ପଢ଼ିକି ସେଇ ଓଷ୍ଟା ଯିଏକି କୌଣସି ଟିଚର ମରିଗଲା ପରେ 5000 ଯାଇକି ପହଞ୍ଚିଥାଏ ତା ଘରଟି 11 ଦିନରେ ତା ଏବଂ ବନ୍ୟା ବାତ୍ୟା ସମୟରେ ସେଇ ଓଷ୍ଟା ମଧ୍ୟ ସେଇ ଜାଗାରେ ପହଞ୍ଚିଥାଏ, ରିଲିଫ୍ ଦେଇଥାଏ। ଇଏ ସେଇ ଓଷ୍ଟା ଶିଶୁମେଳା ସଂଗଠିତ ହୋଇଥାଏ। ଆପଣଙ୍କ ଜିଲ୍ଲାରେ ମଧ୍ୟ ଅନେକ ପିଲା ପାଇଛନ୍ତି ଶିଶୁମେଳାରେ ଶିଶୁ ପ୍ରତିଭାର ବିକଶିତ କରିବା ପାଇଁ, ପିଲାଙ୍କର ଅନ୍ତର୍ନିହିତ ଗୁଣ ବିକାଶ କରିବା ପାଇଁ ଶିଶୁ ଉତ୍ସବ ଯିଏ କରିଥାଏ ସେଇ ଓଷ୍ଟା 300 ଓଡ଼ିଶାର 31ଟି ଜିଲ୍ଲାରୁ 314 ବ୍ଲକରୁ ପିଲାମାନେ ଆସିଥାନ୍ତି, ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଏ। ସେଇ ଓଷ୍ଟା ଆଉ ଗୋଟେ କାର୍ଯ୍ୟକ୍ରମ କରେ ନବମରେ ଯେଉଁମାନେ ପଢ଼ୁଛନ୍ତି, ବର୍ତ୍ତମାନ ଯେଉଁମାନେ ନବମରେ ପଢ଼ୁଛନ୍ତି ସେମାନେ ଓଷ୍ଟା ଟ୍ୟାଲେଣ୍ଟ ସର୍ଚ୍ଚ ଓ TS ଏକ୍ଜାମିନେସନ୍ ପ୍ରତି ପିଲାକୁ 3000 ଟଙ୍କା ଦିଆଯାଏ। ଯେଉଁମାନେ ସିଲେକ୍ଟେଡ଼ ହୁଅନ୍ତି ଗତ ବର୍ଷ 116 ପିଲା ପାଇଥିଲେ ସେଇ ଓଷ୍ଟା ଟ୍ୟାଲେଣ୍ଟ ସର୍ଚ୍ଚ ଏକ୍ଜାମିନେସନ୍ କରି ପିଲାର 10ମ ପିଲାଟା ନବମରୁ ତାର କୃତିତ୍ୱ କେତେ ପାଇଲା ଜଣାପଡ଼ିଯାଏ। ଇଏ ହେଉଛି ସେଇ ଓଷ୍ଟା ସଂଗଠନ। ତେଣୁ ଶିକ୍ଷକ ସହିତ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପରୀକ୍ଷା ଫିସ୍ ଛାଡ଼ ଦାବି କରେ ମଧ୍ୟ ଓଷ୍ଟା। ଛାତ୍ରଛାତ୍ରୀଙ୍କୁ ସମସ୍ତଙ୍କୁ ସମାନ ସୁବିଧା ଯୋଗାଇ ଦେବ ଯିଏ ଦାବି କରେ ସେ ହେଉଛି ଓଷ୍ଟା। ଏହି ସଂଗଠନ
ପିଲାଙ୍କଠୁ ଆରମ୍ଭ କରି ଅଭିଭାବକ ଶିକ୍ଷକଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଯିଏ ସରକାରଙ୍କ ନିକଟରେ ଦାବି କରେ ସେଇ ଗୋଷ୍ଠା ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି ନିଶ୍ଚିତ ଭାବରେ ଆପଣମାନେ ମୋତେ ଡାକି ଦୁଇ ପଦ କଥା କହିଥିବାରୁ ଏ ପ୍ରଧାନ ଶିକ୍ଷକ ଏବଂ ଆଲୁମିନି ପରିଚାଳନା କମିଟିର ସମସ୍ତ ସଦସ୍ୟ ବନ୍ଧୁମାନଙ୍କୁ ଏ ଗ୍ରାମବାସୀମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବି କୃତଜ୍ଞତା କରିବି ଜଣାଇବି ଆଶା କରିବି ନିଶ୍ଚିତ ଭାବରେ 50 ବର୍ଷର ପୂର୍ତ୍ତି ଠିକ୍ ସମୟରେ 50 ବର୍ଷର ପାଳନ କରିବେ ଏହି କାମନା କରି ଏହାର ଉତ୍ତରୋତ୍ତର ଉନ୍ନତି କାମନା କରି ମୋର ବକ୍ତବ୍ୟ ବିରାମ ଦେଉଛି ସମସ୍ତଙ୍କୁ ଧନ୍ୟବାଦ ନମସ୍କାର। बहुत बहुत मोर हृदय धन्यवाद रंजन सार आपण बहुमुखी प्रतिभार अधिकारी विभिन्न क्षेत्र सबु दिग को लक्ष्य करी ए अनुष्ठानर उत्तरोत्तर उन्नति पाई जहाँ जहाँ आपण उद्बोधन माध्यम आमको प्रेरणा देले एवं उत्साह भी देले सेथिपाई रौप्य जयंती समारोह कमिटी तरफर मु आपन को कृतज्ञता ज्ञापन करुछि। वर्तमान संवर्धित प्रतिभा शिक्षक बंधु माने केतक रही जाइछन्ति मु एई विषय रे 5 मिनिट समय नेबी अतिथि मानकु मध्य निवेदन करिबी किछि समय आमे विराम दबा शिक्षक मानकर नाम मु घोषणा करुछि से माने मंच को आसीबे एवं संवर्धित हेबे एवं छात्र छात्री मानकु मध्य अनुरोध करुछि से माने सहयोग करिवे। आ गोटे कथा समस्ते बोधे खाद्य पेय पाखक चलीगले खाद्यर माने आस्वादन करने चलीगले दयाकोरी से माने मंच निकट को आसतु मंच खाली पड़े सभार किसी मर्यादा रही दयाकोरी मु विशेष भाव अनुरोध करी पुरातन छात्र छात्री एवं रौप्य जयंती कमिटीर समस्त सदस्य एवं सदस्य मानू समस्त को मंच निकट को आसतु एवं समस्ते समस्त आसन ग्रहण करंतु दयाकोरी समस्त केउठारे बुलंतु नाही कौन गेट पाखरे रास्ता न बुली आसिक चेयर रे बसंतु समस्त आसी चेयर रे बसंतु समस्त रौप्य जयंती कमिटीर सदस्य माने टिके सक्रिय होंतु ए बाबद रे। वर्तमान मु घोषणा करी से नाम संवर्धित प्रतिभांक नाम अमरेंद्र राउत आमर शिक्षक प्रधान शिक्षक मध्य से अच्छा आमर अमठपुर हाईस्कल अरुण कुमार दास अरुण सार जदि अच्छा अरुण कुमार दास से मध्य मंच को आसतु प्रमोद दास अरुण कुमार दास सीआरसीसी बोधे प्रमोद कुमार दास प्राक्तन सीआरसीसी से मध्य आसतु अमिताभ जेना बोधे प्राक्तन सीआरसीसी से मध्य आसतु समस्ते एवं यह सहित आमर जड़े मुरबीतुल्य व्यक्तित्व अच्छा आमर निकटतर सुकल ग्रामर श्रीजुक्त अनिरुद्ध मल्ल महोदय जड़े सबु दृष्टि देखा गले ज्ञानी गुणी एवं प्रतिभा संपन्न व्यक्तित्व अनुष्ठान प्रेमी व्यक्तित्व से आम गहण अच्छा बहु समय धरी धैर्यर सहित से बसिकी सभाटी को उपभोग करुँच साफल्यमंडित करने प्रयास कर कृतज्ञता ज्ञापन करुँ निकट में दयाकोरी सार मध्य मंच को आसतु। श्रीकांत सर दयाकोरी आसतु मोर मत क्षमा करेंगे मु समस्त नाम टी एक समय डाकी पारु नाही। रमेश चंद्र भूया सर भी अनुरोध करी से मंच को आसतु। यह हूँ आपण मानकर समारोह आपण मानकर उत्सव आपण टिके आनंद पाइले ए उत्सव हसिब ए विद्यालय हसिब ए माटी हसिब आमे माने समस्त भी हसरे सामिल हवा दयाकोरी समस्ते आम सहित सहयोग करंतु आमर अनुरोध रक्षा करंतु एवं बाहर न बोली पिला माने समस्त अनुरोध करी समस्ते आसी निज निज आसन अलंकृत करंतु।
ଯାହା ହଉ ଏହି ଟିକକ ଆନନ୍ଦ ପାଇଁ ଆମର ସମସ୍ତ ପରିଶ୍ରମ ଆଜି ସାକାର ହେବାକୁ ଯାଉଛି। ବର୍ତ୍ତମାନ ଆମେ ସଭା କାର୍ଯ୍ୟ ଆରମ୍ଭ କରିବା ଏବଂ ଅତିଥିମାନଙ୍କୁ ନିବେଦନ କରିବି ଏହି ଅବସରରେ, ଯେହେତୁ ସମୟର ଅତିକ୍ରାନ୍ତ, ଆପଣମାନଙ୍କର କେବଳ ଆଶୀର୍ବଚନ ଆମ ସଭା ବର୍ତ୍ତମାନ ଭିକ୍ଷା କରିବ। ମୁଁ ଆମର ଗୁରୁ ଅର୍ଜୁନ ଚରଣ ରାଉତ, ଯିଏକି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ନିବେଦନ କରିବି ତାଙ୍କୁ ସେ ଅଭିଭାଷଣ ରଖିବେ ସଂକ୍ଷେପରେ ଶ୍ରୀଯୁକ୍ତ ଅର୍ଜୁନ ଚରଣ ରାଉତ ମହୋଦୟ। ଆଜି ଏକ ପବିତ୍ର ଦିବସ। ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ନାମରେ ଏ ହାଇସ୍କୁଲ ସ୍ଥାପିତ ହୋଇଥିଲା। ଯେତେବେଳେ ହାଇସ୍କୁଲ ସ୍ଥାପିତ ହେଲା ସେତେବେଳେ ମୋତେ ଏ ଗ୍ରାମର ବିଶିଷ୍ଟ ଲୋକମାନେ ଡାକିଥିଲେ ଯେ ସେକ୍ରେଟାରୀ ହେବା ପାଇଁ, ଏବଂ ସେକ୍ରେଟାରୀ ମଧ୍ୟ କରିଥିଲେ। 4-5 ଦିନ ପରେ ମୁଁ ଆସିକି ଇସ୍ତଫା ପ୍ରଦାନ କଲି। ମୁଁ କହିଲି ନା, ଏଇ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଅଛନ୍ତି, ସେମାନେ ସେକ୍ରେଟାରୀ ହୁଅନ୍ତୁ। ମୁଁ ବାହାର ଗ୍ରାମରୁ, ମୁଁ ରତ୍ନଗିରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଅଛି, ଫେର ଏଠି ଆସି ସେକ୍ରେଟାରୀ ହେବି, ଏଇଟା ସୁନ୍ଦର ହେବ ନାହିଁ। ଏବଂ ସେତେବେଳେ କୃଷ୍ଣଚନ୍ଦ୍ର ଭୂୟାଙ୍କ ଭାଇ ବଟକୃଷ୍ଣ ଭୂୟାଁ, ତାଙ୍କରି ପରାମର୍ଶ କ୍ରମେ ଏ କୃପାସିନ୍ଧୁ, ପଣ୍ଡିତ କୃପାସିନ୍ଧୁ ହାଇସ୍କୁଲର ନାମ ନାମିତ କରାଯାଇଥିଲା। ତେଣୁ ଏ ସ୍କୁଲର ବିକାଶ ପାଇଁ ଯେତେବେଳେ ଆମର ସହଯୋଗ ଲୋଡ଼ିଛନ୍ତି, ଆମେ ସେତେବେଳେ ସହଯୋଗ କରିଛୁ ଏବଂ ଏଠିକି ଆସିକରି ତାଙ୍କର ପରିଚାଳନା କମିଟି ଗଠନ କରିବାରେ ମଧ୍ୟ ସାହାଯ୍ୟ କରିଛୁ। ତେଣୁ ଏ ଗୋଟେ ଶିକ୍ଷାନୁଷ୍ଠାନ। ତେଣୁ ଶିକ୍ଷକମାନେ ହେଉଛନ୍ତି ପିଲାମାନଙ୍କର ହେଉଛନ୍ତି ଫ୍ରେଣ୍ଡ, ଫିଲୋସଫର ଆଣ୍ଡ ଗାଇଡ଼। ସେମାନେ ପିଲାମାନଙ୍କର ସୁପ୍ତ ପ୍ରତିଭାକୁ ଉଦ୍ଦୀପିତ କରିବା ପାଇଁ ସେମାନେ ପ୍ରଚେଷ୍ଟା କରିଥାନ୍ତି। ତେଣୁ ପିଲାମାନେ ଭଲ ମଣିଷ ହେବାକୁ ହେଲେ ତାଙ୍କର ଡିଟରମିନେସନ୍ ଦରକାର, ପ୍ରତିଜ୍ଞାବଦ୍ଧ ହେବା ଦରକାର। ଡିଟରମିନେସନ୍, ତାପରେ ହାର୍ଡ ଲେବର, ତାପରେ ଦୂରଦୃଷ୍ଟି। ମୁଁ ଭବିଷ୍ୟତରେ କ'ଣ ହେବି, ଡାକ୍ତର ହେବି କି ଇଞ୍ଜିନିୟର ହେବି, ଇଏ ଦୂରଦୃଷ୍ଟି ପିଲାମାନେ ରଖିବା ଉଚିତ। ତାପରେ ଏକାଗ୍ରତା ଏବଂ ଶୃଙ୍ଖଳାବଦ୍ଧ ଜ୍ଞାନ, ଏଗୁଡ଼ିକ ନ ରହିଲେ ଜୀବନରେ କେହି ସଫଳ ହୋଇପାରିବେ ନାହିଁ। ତେଣୁ ସଫଳତା ପାଇଁ ସଂଘର୍ଷ ଦରକାର। ଯେଉଁ ଜୀବନରେ ସଂଘର୍ଷ ନାହିଁ, ସେ ଜୀବନର ସଫଳତା ନାହିଁ। ତେଣୁ କରିକି ଯେ ଆମର ଜଣେ ଇଂରେଜ କବି କହିଥିଲେ, Woods are lovely, dark and deep, but I have promises to keep, and miles to go and miles to go before I sleep. ସୁନ୍ଦର ଯେତିକି ଅନ୍ଧାର ସେତିକି, ଏଇ ଯେ ଗହନ ବନ, ତଥାପି ତୋର ପ୍ରତିଜ୍ଞା ପାଳନେ ଅଟଳ ରହରେ ମନ। ଆଗକୁ ପଡ଼ିଛି ପଥ ବହୁ ଦୂର, ଯିବାକୁ ରହିଛି ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଘରୁ ଆଖି। ଏଇ ଜିନିଷଟା ନେହୁର ତାଙ୍କର ଯେଉଁ ଟେବୁଲର ଗ୍ଲାସ୍ ତଳେ ଏଇ କବିଙ୍କର ଏଇଟାକୁ ସେ ରଖିଥିଲେ ଏବଂ ସେଇ ଅନୁସାରେ ସେ ନିଜକୁ ଅନୁପ୍ରାଣିତ କରିଥିଲେ। ତେଣୁ
ଛାତ୍ରମାନେ ଭଲ ମଣିଷ ହେବାକୁ ହେଲେ ଏ ମହନୀୟ ଗୁଣ ଦରକାର। ଏଜୁକେସନ୍ ମିନ୍ସ ଦି ଅଲରାଉଣ୍ଡ ଡେଭଲପମେଣ୍ଟ ଅଫ୍ ବଡି ମାଇଣ୍ଡ ଆଣ୍ଡ ସୋଲ୍। ଶରୀର ମନ ଆତ୍ମାର ସାମୂହିକ ବିକାଶ ହିଁ ଶିକ୍ଷା। ତେଣୁ ଶିକ୍ଷା ଲାଭ କରି ମଣିଷ ଶରୀର ମନ ଓ ଆତ୍ମାର ଯଦି ବିକାଶ ନ କରିପାରିଲା ତାହେଲେ ଶିକ୍ଷାର ମୂଲ୍ୟବୋଧ କିଛି ନାହିଁ। ତେଣୁକରି ଆଜି ଏଇ ଛାତ୍ରଛାତ୍ରୀମାନଙ୍କୁ ମୁଁ ନିବେଦନ କରୁଛି, ସେମାନେ ଭଲ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ। ଖାଲି ପାଠ ପଢ଼ିଲେ ହେବ ନାହିଁ। ତେଣୁ ମୋହନୀୟ ଗୁଣ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଯେ ଧର୍ମ ଏବଂ ମହତ୍ କର୍ମ ଏବଂ ମୁକ୍ତି ଲାଭ କରିବା ପାଇଁ ଭଲ କାର୍ଯ୍ୟ କରିବା ଏକାନ୍ତ ପ୍ରୟୋଜନ। ତେଣୁକରି ସମୟ ଅତିକ୍ରାନ୍ତ, ଅନେକ କଥା କହିବାକୁ ଥିଲେ ମଧ୍ୟ ବହୁ ବକ୍ତା ବହୁ କଥା କହିଗଲେଣି। ମୁଁ ଆଉ ବିଶେଷ କିଛି କଥା କହୁନାହିଁ। ଏଣୁ ମୁଁ ସେ ପିଲାମାନଙ୍କୁ ଏବଂ ଶିକ୍ଷକମାନଙ୍କୁ ନିବେଦନ କରୁଛି, ଶିକ୍ଷକମାନେ ଛାତ୍ରବତ୍ସଳ ହୋଇ ସେମାନଙ୍କର କର୍ତ୍ତବ୍ୟ ଠିକ୍ ଭାବରେ ପାଳନ କରନ୍ତୁ ଏବଂ ପିଲାମାନଙ୍କ ପ୍ରତି ମଧୁମୟ ବ୍ୟବହାର ଦେଖାନ୍ତୁ। ଛାତ୍ରମାନେ ମଧ୍ୟ ସେଇଭଳି ଭାବରେ କିନି ଶିକ୍ଷକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏବଂ ଗଭୀର ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ କଲେ ସେମାନେ ଭଲ ମଣିଷ ହୋଇପାରିବେ। ମୁଁ ଆଉ ବିଶେଷ କିଛି କହୁନାହିଁ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ସାର୍ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଶ୍ରୀପାଦ ପଦ୍ମରେ ଆମର କୋଟି କୋଟି ପ୍ରଣାମ। ଆପଣ ଆମ ଗହଣରେ ଉପସ୍ଥିତ ହୋଇ ଆମକୁ ସାହସ ଏବଂ କଲ୍ୟାଣମୂଳକ ଆଶୀର୍ବାଚନ କଲେ, ସେଥିପାଇଁ ଆମ ରୌପ୍ୟ ଜୟନ୍ତୀ କମିଟି ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ। ବର୍ତ୍ତମାନ ସଞ୍ଜୟ ସାର୍ ଟିକେ ଶୁଣନ୍ତୁ। ଆମେ ବର୍ତ୍ତମାନ ଲଞ୍ଚ ବ୍ରେକ୍ କରିବା କି? ବର୍ତ୍ତମାନ ପ୍ରଥମ ସେସନ୍ ବା ପ୍ରଥମ ଅଧିବେଶନକୁ ଆଜିର ଦିନର ପ୍ରଥମ ସେସନ୍ ବର୍ତ୍ତମାନ ପାଇଁ ସମାପ୍ତ କରାଗଲା। ପୁନର୍ବାର ଆମେ 2টাରେ ଆମେ ସେକେଣ୍ଡ ସେସନ୍ ବା ସେକେଣ୍ଡ ଅଧିବେଶନ ଜାରି ରଖିବୁ। ତେଣୁ ଆପଣମାନଙ୍କୁ ବିନମ୍ର ନିବେଦନ କରୁଛି, ଏହି ମଞ୍ଚ ପୁଣି ଆପଣଙ୍କୁ ଡାକିବ, ପୁଣି ହସିବା ପାଇଁ ସୁଯୋଗ ଦେବେ। ସମସ୍ତେ ଦୟାକରି ଆମକୁ ସାହାଯ୍ୟ ସହଯୋଗ କରିବେ ଏବଂ ଅତିଥିମାନେ ମଧ୍ୟ ସେମାନଙ୍କୁ ଅନୁରୋଧ କରୁଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି, ଅତିଥିମାନଙ୍କୁ ନେଇ ଖାଦ୍ୟପେୟର ବ୍ୟବସ୍ଥା କରନ୍ତୁ। ସମସ୍ତ ଛାତ୍ରଛାତ୍ରୀ, ରୌପ୍ୟ ଜୟନ୍ତୀ କମିଟିର ସମସ୍ତ କର୍ମକର୍ତ୍ତାମାନଙ୍କୁ ନିବେଦନ, ଅତିଥିମାନଙ୍କୁ ସାଦର
নমস্তস্যৈ নমো নমঃ। সর্বপ্রথমে আম যাজপুরর ইষ্টদেবী মা বিরজাঙ্কু এই মঞ্চরু ভূমিষ্ঠ প্রণাম জনাউছি এবং আজি উপস্থিত থিবা পণ্ডিত কৃপা সিন্ধু উচ্চ বিদ্যালয়র রৌপ্য জয়ন্তীর সমারোহ কার্যক্রমে সমস্ত কর্মকর্তা মানুষ উপস্থিত থিবা সমস্ত দর্শক মানুষ পায়েল মিউজিক স্কুল তরফরু অনেক অনেক শুভেচ্ছা এবং শুভ অভিনন্দন জনাউছি। চালন্তু আজি প্রথম দিন বা উদ্ঘাটনী কার্যক্রমে আমি আপনার সমস্ত কার্যক্রম আরম্ভরু সারা ওড়িশার যে বিশ্ব নিয়ন্তা যাহাঙ্ক আশীর্বাদরু সারা ওড়িশা বিশ্বরে স্বতন্ত্রতা সৃষ্টি করে পারিছি। আম সমস্তঙ্কর ইষ্টদেব প্রভু শ্রী জগন্নাথঙ্ক পদপদ্মরে ভেটি দৌছু। সর্বপ্রথমে ভাবভক্তির গোটে সুন্দর ভজন, তা পূର୍ବରୁ ଆପଣ ସମସ୍ତେ স্কুল কমিটি তরফରୁ আয়োজন হয়েଥିବା অরুয়া ভাত ডালমা এবং তা সহিত মুড়ি ঘাଣ୍ଟ বহে লেখা খাই আসি ফ্যান তলে বসিছেন। তেণু সমস্ত নিবেদন গোটে জোরসে করতালি মাধ্যমে কার্যক্রম আরম্ভ করা। যেতে জোরসে করতালি হব কার্যক্রম সেতে সুন্দর ভাবে চালিব। তেণু সমস্ত নিবেদন সেই জগতর নাথ জগন্নাথ গোটে জোরসে কহিবা জয় জগন্নাথ স্বামী কি, জয় জগন্নাথ স্বামী কি, জয় জগন্নাথ স্বামী কি। ধন্যবাদ। চলন্তু কার্যক্রম আরম্ভরে সেই জগতর নাথ জগন্নাথ উদ্দেশ্যে ভাবভক্তিপূর্ণ ভজন পরিবেশন করা পায়েল মিউজিক স্কুল ইন্দুপুর কুমার ধর্ম প্রতীক নিবেদন রখিবি। ଆପଣ ସମସ୍ତଙ୍କ ମିଠା ମିଠା କରତାଳି ମାଧ୍ୟମରେ ଆମେ ମଞ୍ଚକୁ ସ୍ୱାଗତ କରିବା କଣ୍ଠଶିଳ୍ପୀ ଧର୍ମ ପ୍ରତୀକ ରାଉତକୁ ଗୋଟେ ଜୋରସେ କରତାଳି ହେଉ। ବର୍ତ୍ତମାନ ପାଏଲ ମ୍ୟୁଜିକ ସ୍କୁଲ ତରଫରୁ ସୁନ୍ଦର ଭାବଭକ୍ତିର ଭଜନ ଧର୍ମ ପ୍ରତୀକ ଏବଂ ତାଙ୍କ ବାଦ୍ୟଯନ୍ତ୍ରରେ ସହଯୋଗ କରୁଛନ୍ତି ଭାସ୍କର ବିଶ୍ୱନାଥ, ଅଲେଖ ବାବୁ ଏବଂ ମନ୍ଦୀପ। ଚାଲନ୍ତୁ କାର୍ଯ୍ୟକ୍ରମ ଆରମ୍ଭରୁ ଆପଣ ସମସ୍ତଙ୍କ ପାଇଁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଭାବଭକ୍ତିପୂର୍ଣ୍ଣ ଭଜନ। जय 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 जगन्नाथ, जय जगन्नाथ, जय माँ विरजा। उपस्थित थिबा समस्त दर्शक मानंको मोर भूमिष्ठ प्रणाम। सर्वप्रथम शुणा से जगतरनाथ जगन्नाथ उद्देश्य एक भावर भजन, तापर कार्यक्रम को आगू नवा। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथ एत नम। से जगन्नाथंकर कथा, तुम्हें चारि जुग तुम्हें चारि वेद, तुम्हें नाद ब्रह्म, तुम्हें ही नाद ब्रह्म, तुम्हें ही ब्रह्म नाद। सेमती कथा जुगे जुगे तुम्हें जगन्नाथ जगन्नाथ जगन्नाथ। तुम्हें चारि जुग तुम्हें चारि वेद, तुम्हें नाद ब्रह्म, तुम्हें ब्रह्म नाद। सृष्टि संभव रे तुम्हें, सृष्टि संहार रे तुम्हें, विश्व बलय रे तुम्हें, महाप्रलय रे तुम्हें,
অতীত তুমি বর্তমান তুমি পুনি ভবিষ্যৎ যুগে যুগে জগন্নাথ যুগে যুগে জগন্নাথ যুগে যুগে জগন্নাথ জয় জগন্নাথ সমস্ত হাত উঠিব একাধারে একা সুরে জয় জগন্নাথ।
ଯୁଗେ ଯୁଗେ